ଦେଖିବା ପରର କୌଣସି କ୍ଲିପ୍ ମୁଁ ନେଇପାରୁନି କାରଣ 6ଟାରୁ ଉଠି 7ଟାରେ ମୋର କ୍ଲାସ୍। ସୋ ହେଲୋ ଏଭ୍ରିୱାନ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍। କ୍ଲାସ୍ 2ଟାକ କମ୍ପ୍ଲିଟ୍ କରିଥିଲି, ଫର୍ଷ୍ଟ କ୍ଲାସ୍ ଆଣ୍ଡ ସେକେଣ୍ଡ କ୍ଲାସ୍, ଅଲମୋଷ୍ଟ 3 ଆୱାର। ଦେନ୍ ଆପ୍ଲିକେସନ୍ ଦେଇକି ମୁଁ ସିଧା ପଳେଇ ଆସିଲି ମୋ ଘରକୁ। କାହିଁକି ଆସିଲି ଆସନ୍ତୁ ଜାଣିବା। ତା ପୂର୍ବରୁ ମୁଁ ମିଓମୋରେ କିଛି ଖାଇ ନେଇଥିଲି। ମୁଁ ଏ ଡିଶ୍ର ନାଁ ଗାଁ ସତରେ ଜାଣିନି। ଆଉ 12ଟା 18 ପାଖାପାଖି ମାନେ ଅଲମୋଷ୍ଟ ଘଣ୍ଟେ ୱେଟ୍ କଲା ପରେ ବସ୍ ପାଇଥିଲି। ଆଉ ମୋର ବ୍ୟାଙ୍କରେ କିଛି କାମ ଥିଲା, ତେଣୁ ମୁଁ ଡାଇରେକ୍ଟଲି ଯାଇକି ପାରାଦ୍ୱୀପରେ ହିଁ ଓହ୍ଲେଇଥିଲି। ଆଉ ଏଇଟା ହେଉଛି ମୋ ଟାଇମିଂ ଯେଉଁଠିକି ମୁଁ ଓହ୍ଲେଇଲି ବସ୍ରୁ। ପ୍ରେସରରେ ବାକି କ୍ଲିପ୍ ନେଇପାରିନି, ସେଠି ମୁଁ ଆଇସ୍କ୍ରିମ୍ ଖାଇକି ଯାଇକି କାମ ସାରିକି ଆସିଥିଲି। ଆଉ ସିଧା ତାପରେ ପଳେଇଥିଲି ବିଚ୍ ଆଡ଼େ। ଆଉ ମୁଁ ଜାଣିନଥିଲି ଯେ ସେଠି ଗୋଟେ ମେଳା ପଡ଼ିଛି ବୋଲି। ତାପରେ ଦେଖିଲା ବେଳକୁ ଦୂରରୁ ଗୋଟେ ମେଳା ଦେଖା ହେଉଥିଲା। ମୁଁ କହିଲି ଭିତରକୁ ଯାଏଁ ଦେଖିବା କ'ଣ ଅଛି। ତାପରେ ଦେଖିଲା ବେଳକୁ ସେଇଟା ମୁଁ ଜାଣିଲି ଯେ ଏଇଟା ବାଣିଜ୍ୟ ମେଳା ବୋଲି। ଭିତରେ ଟିକେ ବୁଲାବୁଲି କରିଥିଲି, ଯାହା କିଣିଥିଲି ଆପଣ ଆଗକୁ ଦେଖିବାକୁ ପାଇବେ। ତାପରେ ସିଧା ମକା ଖାଇ ଦେଇଥିଲି କାରଣ ମୁଁ କିଛି ଖାଇନଥିଲି। ପାଣି ବି ପିଇଥିଲି। ଆଉ ତାପରେ ସିଧା ସମୁଦ୍ରକୂଳ ମୋର ସେଠି ଯାଇକି ବୁଲାବୁଲି ଆଉ ଭିୟୁ ଏନ୍ଜୟ କରିଥିଲି, ଯେଉଁଟାକି ମୁଁ ସବୁବେଳେ ଯେତେବେଳେ ଘରକୁ ଆସେ ସେଠିକି ପ୍ରାୟତଃ ଯାଏ। ମାନେ ମୋତେ ଟିକେ ରିଲାକ୍ସ ଫିଲ୍ ହୁଏ କି ଏଇଟା ମାନେ ଗୋଟେ ଯେମିତି ଥାଏ ବଡ଼ି ଡିଟକ୍ସ, ସେମିତି ମୋ ମାନେ ଆତ୍ମା ଡିଟକ୍ସ ହୁଏ ମୋତେ ଲାଗେ। ବାକି ପାଣି ସୋ ବି ବହୁତ ଜୋର ଥିଲା, ଏଇଠି ଦେଖିପାରୁଥିବେ ଭିଡ଼ିଓରେ କେତେ ଜୋର ସେ ଜଣାପଡ଼ୁଛି। ତାପରେ ବାବା ଆଉ ମୁଁ ପଳେଇ ଆସୁଥିଲୁ, ବାବାଙ୍କର ଗୋଟେ ପିଲାକୁ ଟ୍ୟୁସନ୍ କରିବାର ଥିଲା। ଦେନ୍ ଆମେ ସେଇ ବାଟରେ ଗଲୁ। ଦେନ୍ ସେ ଟ୍ୟୁସନ୍ କଲେ, ମୁଁ ତାଙ୍କ ଘରେ ଯାଇକି ବସିଲି। ବସିବାଠୁ ଆସିବା ଭଲ, ସେଥିପାଇଁ ଏମିତି ବସି ମାଙ୍କଡ଼ାମି କରୁଥିଲି। ମାଙ୍କଡ଼ାମି କଲା ପରେ ବାସ୍ ତାଙ୍କ ଆଣ୍ଟିଙ୍କ ସହିତ ଦେଖା ହେଲା, ଯିଏକି ସେ ଝିଅର ମାମା ଥିଲେ। ତାଙ୍କ ସହିତ କଥାବାର୍ତ୍ତା ହେଲି। ବ୍ୟାଗ୍ ବି କେତେ ଓଜନ ଆପଣ ଜାଣିପାରୁଥିବେ, ମୋ କାନ୍ଧ ପେନ୍ ହେଉଥାଏ। ଦେନ୍ ସେ ମୋତେ ଏଇଟା ପିଇବାକୁ ଦେଇଥିଲେ, ଏଇଟା ଥଣ୍ଡା ଲାଗୁଥିଲା, ଭଲ ଲାଗୁଥିଲା। ଦେନ୍ ଘରକୁ ପଳେଇ ଆସିଥିଲୁ। ସେତେବେଳକୁ ମୋ ଅବସ୍ଥା ପୁରା 12 ବାଜୁଛି, କାହିଁକିନା ମୁଁ ପୁରା ସମୁଦ୍ରରେ ଓଦା ଥିଲି, ତାଙ୍କ ଘରେ ବି ବସିଥିଲି। ଏତେ ଟାୟାର୍ଡ଼ ଲାଗୁଥିଲା ଯେ ନ କହିବା ଭଲ। ଆଉ ଆପଣମାନେ ଏ ଭିଡ଼ିଓ କେଉଁଠୁ ଦେଖୁଛନ୍ତି କମେଣ୍ଟରେ ଡେଫିନେଟଲି କହିବେ। ଏଇ ପାଗଟା ପୁରା ମସ୍ତ ଥିଲା, ଆଉ ଭିଡ଼ିଓ ଜାଗା ଭ୍ୟୁଟା ମୋତେ ମସ୍ତ ଲାଗିଲା, ତେଣୁ ସେଇ ଜାଗାରେ ମୁଁ କ୍ଲିପ୍ ନେଇଥିଲି। ପାଖାପାଖି 7ଟା ମୁଁ ପହଞ୍ଚିଥିଲି, ଆଉ ଏଇସବୁ ଜିନିଷ କିଣିକି ଆଣିଥିଲି ମାର୍କେଟରୁ। ତାପରେ ମୁଁ ଭାବିଲି କିଛି ପଢ଼ିଦେବାଟା ବେଟର୍ ହେବ, ତ ଫ୍ରେଶ୍ ହେଇକି ପଢ଼ିବା ପାଇଁ ବସିଗଲି। କିଛି ନହେଲା ନାହିଁ, ହିଷ୍ଟ୍ରିର ନୋଟ୍ସ ବି ବନେଇଲି, ଆଉ କିଛିଟା ରିଜନିଂର କ୍ୱେଶ୍ଚିନ୍ ବି ସଲ୍ଭ କଲି, ଯେଉଁଟାକି ମୁଁ କ୍ଲିପ୍ ନେଇପାରିନା, କାହିଁକିନା ମୋ ପାଖରେ ସେମିତି ମୋ ଫୋନ୍ରେ ସିନା ପଢ଼ିବି, ଆଉ ଗୋଟେ ଫୋନ୍ ମୋ ବାବାଙ୍କ ଫୋନ୍, ଯେଉଁଥିରେ ମୁଁ କ୍ଲିପ୍ସ ନିଏ। ତାପରେ ଡିନରରେ ଭାତ ଖାଇଥିଲି, କାରଣ ଦିନମାନ ମୁଁ ଭାତ ଖାଇନଥିଲି। ଆଉ ଏଇଟା ହେଉଛି କରାଟ କଲିଜା କଷା। ଆଉ ଡିନର୍ ପରେ ଏଇଠି ସରିଲା ଆଜି ପୁରା ଦିନର କାର୍ଯ୍ୟକ୍ରମ। ଆଉ ମୋର ଗୋଟେ ଡାଏରୀ ଭଳିଆ ବି ଏଇଟା ମେଣ୍ଟେନ୍ ହେଇଗଲା, ଆଜି ଦିନଟା କେମିତି ଗଲା। ଦେଖା ହେବା ନେକ୍ସଟ ଭିଡ଼ିଓରେ। ମୁଁ ରହିଲି, ଜୟ ଜଗନ୍ନାଥ। ଭୟଙ୍କର ଟାୟାର୍ଡ଼ନେସ୍, ଆଉ ପାରିବିନି।